ଭାଇ ମାନେ ମନ ଦୁଃଖ କରି କାହିଁ ବସିଛ ଏଠି? କଣ କିଛି ଭଲ ଲାଗୁନି ଦେଖୁଛ। ଯାଇଥିଲୁ କାଲି ଯାଇଥିଲୁ ବିଲକୁ ଭୂତ ବାହାରିଲା। କାଲି ପୁଣି ଯାଇଥିଲୁ ସ୍କୁଲ ଆଡେ ଯାଇଥିଲୁ ପୁଣି ଭୂତ ବାହାରିଲା। ପିଲାମାନେ ଯାଉଛନ୍ତି ଆମର ଯୋଉ ଡରୁଛନ୍ତି। ଦେହ ଖରାପ ଜଣଙ୍କର ହେଇଯାଇଛି। ଆଉ ଭଲ ଲାଗୁନି ବଇଛୁ ଆଉ। ତା ବୋଲି କଣ ଭୂତକୁ ଡରିକି ଆମେ କୁଆଡେ ଯିବା ନାଇଁ? ଆଉ କଣ କରିବା ତାହେଲେ ଛୁଆଙ୍କର ଦେହ ଖରାପ। ଗୋଟେ କାମ କର, ମୋ ପାଖରେ ଗୋଟେ ଉପାୟ ଅଛି ହେଲା। ବାବା ଭୟ ବୋଲିକା ଗୋଟେ ମଠରେ ଗୋଟେ ବାବା ରହୁଛନ୍ତି ହେଲା। ସିଏ ଚାହିଁଲେ ଭୂତ ପ୍ରେତ ସମସ୍ତଙ୍କୁ ବନ୍ଦୀ କରିପାରିବେ। ଆମେ ଗୋଟେ କାମ କରିବା, ଆମେ ଚାଲ ଯିବା ତାଙ୍କ ପାଖକୁ, ଆମ ଦୁଃଖଟା ତାଙ୍କ ପାଖରେ ପ୍ରକାଶ କରିବା କି ବାବା ଆମେ ଯୁଆଡ଼େ ଯାଉଛୁ ଆମକୁ ଏ ଭୂତଟା ଆମକୁ ହଇରାଣ କରୁଛି, ଆମକୁ କେମିତି କ'ଣ କରିକି ଆର ବାଟଟା ଦେଖାନ୍ତୁ। କୋଉଠି ବାବା କୋଉଠି ରହୁଛନ୍ତି? ବାବା ରହୁଛନ୍ତି ଆମର ହନୁମାନ ଘାଟିକାରେ ରହୁଛନ୍ତି ହେଲା। ଏବେ ଆମେ ଚାଲ ଯିବା, ଆମେ ଦର୍ଶନ କରିକି ଆସିବା। ଏବେ ଗଲେ ଠିକ୍ ହେବ। ଅଧିକ ପିଲାକୁ ନବା ନାହିଁ, ନାଇଁ ଛୁଆମାନଙ୍କୁ ନବାନି, ଆମେ ଆମ ଯିବା ଆସିବା। ଚାଲ ବାବା ଭୈରବନାଥଙ୍କର ବାବା କୁହ ବସିଛ, ମୁଁ ଜାଣିଛି ତମେ କଣ ପାଇଁ ତମକୁ ଗୋଟେ ଭୂତ ହଇରାଣ କରୁଛି ନା? କହୁନ ମୁଁ କେମିତି ଯାଇନି? ତମେ କୋଉଠି ଯାଇଥିଲ କଣ କରୁଥିଲ ସବୁ ମତେ ଜଣା। ଆଜ୍ଞା ବାବା ଆପଣ ତ ସବୁ ଜ୍ଞାନଦାତା, ଆପଣ ତ ସବୁ ଜାଣିଛନ୍ତି। କିଛି ନାହିଁ, ମୁଁ ସବୁ ଦେଖୁଛି, କିଛି ତମର ସେ କ୍ଷତି କରିପାରିବନି। ଆପଣ କେମିତି କଣ କରିକି ବାବା ତାକୁ ଟିକେ ଇଏ କରନ୍ତି। କିଛି ନାହିଁ, ମୁଁ ଅଇକା ତାକୁ ବନ୍ଧନ କରିଦେବି। ଆଜ୍ଞା ଆଜ୍ଞା ବାବା ଭୈରବନାଥଙ୍କର ବସନ୍ତୁ ସବୁ। ବାବା ତାର କିଛି ଉପାୟ କରନ୍ତୁ। ତାକୁ ସବୁଦିନ ପାଇଁ ହଟେଇବାକୁ ହେଲେ ତମ ଭିତରୁ ଜଣକୁ ତା ଭିତରକୁ ଆଣିବାକୁ ପଡିବ। ଆମ ଭିତରୁ? ନାଇଁ ବାବା ଆମ ଭିତରୁ ଏତେ କାହାର ସାହସ ହବ? ମୁଁ ଜାଣିଛି ଏଇ ପିଲାଟିର ସାହସ ଅଛି। ହଉ ବାବା ଆପଣ ଇଏ କରନ୍ତୁ, ଆପଣ ଦୂରେଇ ଡାକନ୍ତୁ, ଯାଅ ଟିକେ। ଆମେ ଉଠି ଯାଉଛୁ ବାବା। ତମେ ଦୂରେ ଯାଅ, ସାଇଡ୍ ଯାଅ। ତାକୁ ତୁ ବସ ସେଇଠି ବସ ସେଇଠି।